ମୁଁ ଆପଣମାନଙ୍କୁ କହି ସାରିଛି ଯେ ବାଇବେଲରେ ତିନିଟା ଯୁଗ ଅଛି। କେତେଟା ଯୁଗ ଅଛି? ତିନିଟା ଯୁଗ ଅଛି। ଅତୀତ, ବର୍ତ୍ତମାନ, ଭବିଷ୍ୟତ। ଅତୀତ ଯୁଗ କେଉଁଠାରୁ ଆରମ୍ଭ ହୁଏ? ପୂର୍ବରେ ତୁମମାନେ ଶରୀର ସମ୍ବନ୍ଧରେ ଦିନେ ବିଜାତି ଥିଲ। ଏ ପୂର୍ବରେ ବିଜାତି ଥିଲ ବୋଲି ଯୋଉ ବିଜାତି ମାନଙ୍କୁ ପାଉଲ କହୁଛନ୍ତି, କେଉଁ ସମୟକୁ କହୁଛନ୍ତି? ତେଣୁ ସେଇ ପର୍ବ ହେଉଛି ଆଦି 17। ଆଦି 17ରେ କ'ଣ ହେଇଛି? ସୁନତ ବିଧି ଆସିଛି। ଯୋଉ ଭାଇମାନେ ଶୁଣିଛନ୍ତି, ଆଉ ଗତ ଥର ବି ମୁଁ କହିଛି, ଟିକେ ଆଇଡ଼ିଆ ଯଦି ଅଛି, ଏତେ ମାନେ କହିବି ନାହିଁ, ଯେହେତୁ ଆଗକୁ ଟିକେ ବେଶୀ ଗୁଡ଼ାଏ ବିଷୟ ଅଛି। ତ ଆଦି ପୁସ୍ତକ 17 ପର୍ବରେ ସୁନତ ବିଧି ଆସିଲା, ହଁ କି ନାହିଁ? ସୁନତ ବିଧି ଯେତେବେଳେ ଆସିଲା, ଯେଉଁମାନେ ସୁନତ ହେଲେ ସେମାନେ କିଏ? ସଜାତି। ଯେଉଁମାନେ ସୁନତ ହେଲେ ନାହିଁ ସେମାନେ ବିଜାତି। ବିଜାତି ମାନେ ଡାଉନରେ ରହିଲେ, ତଳେ ରହିଲେ, ହଁ କି ନାହିଁ? ସଜାତି ମାନେ ଉପରେ ରହିଲେ। ଆଉ ପ୍ରଭୁ ଏମାନଙ୍କୁ ବ୍ୟବସ୍ଥା ଦିଅନ୍ତି, ରୀତିନୀତି ଦିଅନ୍ତି, ସବୁ ଏମାନଙ୍କୁ ଦିଅନ୍ତି। ଏମାନଙ୍କୁ କିଛି ଦିଅନ୍ତି କି ନାହିଁ? ଏମାନେ କିଛି ଦିଅନ୍ତି ନାହିଁ। ଏମାନେ ଈଶ୍ୱର ବିହୀନ ଲୋକ। କି ବିହୀନ ଲୋକ? ଏମାନେ ଈଶ୍ୱର ବିହୀନ ଲୋକ। ଏମାନେ ଏଇଠି ଈଶ୍ୱର ଅଛନ୍ତି, ଏଇଠି ଈଶ୍ୱର ନାହିଁ। ବୁଝିପାରିଲେ? ତେଣୁ ଆମେ ଏମାନଙ୍କର କଥା ଆଲୋଚନା କରିବା ଟିକେ। ମୁଁ କାଲି ମଧ୍ୟ କହିଛି, ତଥାପି ଆଜି ବି ଟିକେ ମନେ ପକେଇଦେବି। ସୁନତ ପ୍ରଥମ କିଏ ହେଲେ? ଅବ୍ରାହମ। ତାପରେ କିଏ ହେଲେ? ଇସାକ। ତାପରେ କିଏ ହେଲେ? ଯାକବ। ତାପରେ 12 ଗୋଷ୍ଠୀ। 12 ଗୋଷ୍ଠୀକୁ ଯାକବର ନାଁ ଯେହେତୁ ପରବର୍ତ୍ତୀ କ'ଣ ହେଲା? ଇସ୍ରାଏଲ ହେଲା। ତେଣୁ ବାପାଙ୍କର ନାଁ ଅନୁସାରେ 12 ଗୋଷ୍ଠୀକୁ ମଧ୍ୟ ଇସ୍ରାଏଲ କୁହାଗଲା, ହଁ କି ନାହିଁ? ଆଉ ସେ 12 ଗୋଷ୍ଠୀ ଯୋଉଠି ରହିଲେ ସେ ଦେଶକୁ ମଧ୍ୟ ଇସ୍ରାଏଲ କୁହାଗଲା। ଠିକ ଅଛି? ଟିକେ ଆଇଡ଼ିଆ ଅଛି, ସେଥିପାଇଁ ବେଶୀ ମୁଁ ଇଏ କରିବି ନାହିଁ। ଆଜ୍ଞା, ଗଲା ଥର ମୁଁ କିଛି କହିଛି, ତେଣୁ ଆଇଡ଼ିଆ ମନେ ପକାନ୍ତୁ। ତ ଏବେ କ'ଣ ହେଉଛି? ଏଇ ଇସ୍ରାଏଲ ଲୋକମାନେ, ବିଜାତି କଥା ପୁରା ବନ୍ଦ ଅଛି, ଏଇଟା ମନେ ରଖିଥାନ୍ତୁ, ମିଶାନ୍ତୁ ନାହିଁ। ଏଇ ଇସ୍ରାଏଲ ଲୋକମାନେ ଦିନେ କ'ଣ କୁଆଡ଼େ ଗଲେ? ମିଶରକୁ ଗଲେ। ଖାଦ୍ୟ ଅଭାବ ହେତୁ କୁଆଡ଼େ ଗଲେ? ମିଶରକୁ ଗଲେ। କେତେ ରହିଲେ ସେଇଠି? 400 ବର୍ଷ, ହଁ କି ନାହିଁ? 400 ବର୍ଷ ସେଠି ରହିଲେ। ଏମାନେ କିଏ? ଈଶ୍ୱରଙ୍କର ଲୋକ, ସଜାତି, ନିଜ ଲୋକ। ପ୍ରଭୁ ଏମାନଙ୍କୁ ଭଲ ପାଆନ୍ତି, ହଁ କି ନାହିଁ? ତେଣୁ କ'ଣ କଲେ? ମଶାଙ୍କୁ ପଠେଇ ଉଦ୍ଧାର କରିବା ପାଇଁ, ହଁ କି ନାହିଁ? ଏମାନେ କୋଉଠି ଥିଲେ? ମିଶରକୁ ଯିବା ପୂର୍ବରୁ କିଣାରେ ଥିଲେ। କିଣା ହେଉଛି କ'ଣ ସେମାନଙ୍କର? ଚିରକାଳ। ହଁ, ଏଇଟା ମନେ ରଖିବାର ଅଛି। ପ୍ରତିଜ୍ଞା ଦେଶ, ଚିରକାଳ। ତେଣୁ ଯେତେବେଳେ ଏମାନେ ମିଶରକୁ ଅଛନ୍ତି, ଆଉ ଥରେ ଏମାନଙ୍କୁ ଫେରାଇ ଆଣିବାର ଅଛି। କୋଉଠିକି? ପୁନର୍ବାର କିଣା। ଠିକ ଅଛି କି? କିନ୍ତୁ କ'ଣ ହେଲା? ମଝିରେ ପ୍ରଭୁ ଏମାନଙ୍କୁ ସିନାଇ ପର୍ବତରେ ଇସ୍ରାଏଲ ଲୋକମାନେ ତଳେ ରହିଲେ, ମଶାଙ୍କୁ ଉପରକୁ ଡାକିଲେ। 40 ଦିନ ମଶା ସେଠି ରହିଲେ। ଆଉ 10 ଆଜ୍ଞା ଦେଲେ, ବ୍ୟବସ୍ଥା ଦେଲେ, ବଳି ପ୍ରଥା ଦେଲେ, ସୂଚି ଅସୂଚି ନିୟମ ଦେଲେ। କାହାକୁ ଦେଲେ? ଏମାନଙ୍କୁ ଦେଲେ କି? ଏମାନେ ଲିଙ୍କରେ ଅଛନ୍ତି କି? ନାହିଁ। ତ ସମସ୍ତ ବିଷୟ ଆଙ୍ଗରକୁ ଦିଆଯାଏ। ଏମାନେ ସେଇ ବିଷୟ ପାଆନ୍ତି, ଆଉ ଏମାନେ ପାଳନ କରିବା ଦରକାର। କାହିଁକି? ଈଶ୍ୱରଙ୍କର ଲୋକ ଏମାନେ, ହଁ କି ନାହିଁ? କାଲି ମଧ୍ୟ କହୁଥିଲି, ଆଜି ମଧ୍ୟ କହିବି। ପରବର୍ତ୍ତୀ ଏମାନେ ରାଜାଙ୍କୁ ମାଗନ୍ତି। କାହାକୁ ମାଗନ୍ତି? ବିଜାତି ମାନଙ୍କର ରାଜାମାନେ ଅଛନ୍ତି ନା ନାହିଁ? ଅଛନ୍ତି। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ରାଜା ଦରକାର ବୋଲି କହନ୍ତି। କ'ଣ ଦରକାର ବୋଲି କହନ୍ତି? କାଢ଼ିବା ଆମେ ପ୍ରଥମ ସାମୁଏଲ ପ୍ରଥମ ସାମୁଏଲ 8 ପର୍ବ। ପ୍ରଥମ ସାମୁଏଲ 8:6। ମାତ୍ର ଆମମାନଙ୍କର ବିଚାର କରିବା ପାଇଁ ଆମମାନଙ୍କୁ ଏକ ରାଜା ଦିଅ। ସେମାନେ ଏହି କଥା କହିବା ବେଳେ ସାମୁଏଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ସେଥିରେ ସାମୁଏଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସେତେବେଳେ ସଦାପ୍ରଭୁ ସାମୁଏଲଙ୍କୁ କହିଲେ, ଏହି ଲୋକମାନଙ୍କୁ
माने तुमको जहाँ जहाँ कहती से सब रबरे कर्णपात कर कारण से माने केवल तुमको अग्राह्य करि नांती मात्र आमे जे परि सेमानकर ऊपर राजा नहिबा एथिपाई से माने आम्भको अग्राह्य करिछन। प्रथम थर प्रथम सामुएल 8 पर्व रे इस्राएल लोक माने राजा को मागंती बुझी पाल का कहंती सामुएल लोक को कहंती हमको राजा दियो एमने केमती जाने हमको राजा दरकार बोली केमती जाने हाँ विजाति मान पाखे जो राजा मान अच्छी आम किए युद्ध कर किए कथा कह से अनुसार आम भी राजा दियो जी आम कथा कहे लिखाई तेणु खराब लगे से प्रार्थना कले कि प्रभु कहले तुम्हें खराब भाव ना से मत अग्राह्य कर हाँ कि नहीं लोक मैंने आमको कि आपण को तुच्छ कले भावतु ना लोक मैंने मत तुच्छ कर परमेश्वर तुच्छ कर बुझीपार तेणु से राजा दिया प्रथम राजा किए हेले इस्राएल साउल तापर आसिले दाऊद तापर आसिले सोलोमन राजा सोलोमन पर राज्य विभाग हुई हाँ कि नहीं सोलोमन केते विवाह कले 10 से 1000 बाहा होती 10 नहीं दाऊद राजा 10 विवाह तो 1000 विवाह करते ठीक अच्छे तेणु आंकर भूल पाई राज्य विभाग हुए कि परमेश्वर कहले तो समय नाई तो पुओ समय करवा बोली कहले बुझी पाले तेणु सोलोमन पुओ होउची के रिहोब्याम समय राज्य विभाग हुए होगी को राज्य विभाग हुए 12 गोष्ठी राज्य विभाग हुए विभाग है गोटे पटे 10 गोष्ठी रहती आ गोटे पटे 2 गोष्ठी रहती 2 गोष्ठी जो रहउछंती एटा दक्षिण आड़े दक्षिण दिग लेखे ए माने उत्तर ए माने उत्तर दिग आड़े ए माने दक्षिण दिग आड़े रहती आ एइते रिहोब्याम राजा हुए एइते जारोब्याम राजा हुए जारोब्याम होचंती सोलोमन दास रिहोब्याम होचंती सोलोमन पुओ एमती एक राज्य विभाग हुए किंतु एमान को वाक्य जाना एमाने भी सुनो एमाने भी नियम जानती से माने भी नियम जानती ठीक अच्छे लंबा समय बीतिला एमाने बेथेल रे रहिले एमाने दान रे रहिले तो लंबा समय जितले गला एई लोक माने परमेश्वर व्यवस्था भूली गले कार व्यवस्था भूली गले परमेश्वर व्यवस्था भूली गले मिस्र और इस्राएल लोक मान को उद्धार करबा बेले 10 आज्ञा व्यवस्था देथिले कि नै 10 आज्ञा प्रथम आज्ञा कोन मूर्ति पूजा करा दिबा नाही हां कि नै मूर्ति पूजा करो ना बोली काहे कि कहले जानि जब जेतु विजाति मान को निकट रे मूर्ति पूजा अछि ताहा देखि बाई चांस एमाने भी करिवे बोली कि मूर्ति पूजा बंद करे पे व्यवस्था दियंती कि एमाने भूली जानता ठीक अछि बस सेति पई परमेश्वर प्रथम ए मान को परित्याग करंती जिरिमिया कौन लिखा है आमे देखिलु विपथगामिनी इस्राएल व्यभिचार करिवा सकासु आमे ताहाको त्याग करि छाड़पत्र देले हैं ताहार विश्वासघातिनी भगिनी यहूदा भय कला नहीं मात्र से मध्य जे व्यभिचार कला ताहार व्यभिचार रो अख्याति रे देश असुचि हैला और से पत्थर और काठ संगे व्यभिचार कला एबे मन रखंत आपण माने एई जो 10 गोष्ठी दिन एटा सब इस्राएल एकी थिले कि नहीं 12 गोष्ठी की थिले कि नहीं विभाग होला परे एई 10 गोष्ठी को इस्राएल राज्य कुहा गला की राज्य कुहा गला इस्राएल राज्य एटा यहूदा राज्य 2 गोष्ठी को यहूदा राज्य 10 गोष्ठी को इस्राएल राज्य तो एई दी दल मध्य भूल करे कोन मूर्ति पूजा काठ और पत्थर संगे से माने व्यभिचार कले फास्ट के भूल कला
ଦୋଷ ଦୃଷ୍ଟି ପ୍ରଭୁ ଏମାନଙ୍କୁ ପରିତ୍ୟାଗ କଲେ। ତାପରେ କୋଉମାନେ ଭୁଲ କଲେ? ଏମାନେ ବି ଭୁଲ କଲେ। ଠିକ ଅଛି କି? ତ ଏମାନେ ବ୍ୟଭିଚାର କଲେ, ମୂର୍ତ୍ତି ପୂଜା କଲେ, ଏମାନେ ବି କଲେ, ପ୍ରଭୁ ଏମାନଙ୍କୁ ଛାଡ଼ିଦେଲେ। ବୁଝିହେଉଛି କି? ପରମେଶ୍ୱର ଏମାନଙ୍କୁ ମଧ୍ୟ ପରିତ୍ୟାଗ କଲେ, ଏମାନଙ୍କୁ ମଧ୍ୟ ପରିତ୍ୟାଗ କଲେ। ସେଥିପାଇଁ ଆମେ ଛାଡ଼ିଦେଲୁ, ତ୍ୟାଗ କଲୁ ଦେଖାଇ। ତେଣୁ ଏବେ ଇସ୍ରାଏଲ ବା ସୁନ୍ନତ ଲୋକ, ଈଶ୍ୱରଙ୍କର ସଜାତି ଲୋକ ଅଛନ୍ତି କି? ନାହିଁ। ବୁଝିପାରିଲେ? ଯେହେତୁ ପ୍ରଭୁ ଛାଡ଼ିଛନ୍ତି, ଯେତେବେଳେ ଛାଡ଼ିଦେଲେ କ'ଣ ହେଲା ଘଟଣା? ଜେରୁସାଲେମ ଅଧିକୃତ ହେଲା, ଜେରୁସାଲେମକୁ ଧରାଗଲା। ଆଉ କିଏ ଧରିଲେ? ବାବିଲୋନର ରାଜା ନବୁକଦ ରାଜା ଏମାନଙ୍କୁ ଇସ୍ରାଏଲ ଲୋକମାନଙ୍କୁ ବାବିଲୋନକୁ ନେଇଗଲେ। 70 ବର୍ଷ ପାଇଁ ନେଇଥିଲେ, କିନ୍ତୁ ପରେ ବଢ଼ିଗଲା। ମୁଁ ସେଟା କହିବି 70 ସପ୍ତାହ କେତେବେଳେ ଆଲୋଚନା ହେବ, ସେତେବେଳେ ଆପଣମାନେ ଜାଣିଲେ ପୁସ୍ତକ ନ ପଢ଼। ତ ଏମାନେ କୁଆଡ଼େ ଗଲେ? ଇସ୍ରାଏଲ ଲୋକମାନେ ଏବେ ବାବିଲୋନକୁ ଗଲେ। ମନେ ରଖିଥାନ୍ତୁ, କେତେ ଜଣ ବିଶ୍ୱସ୍ତ ସେହି ସମୟରେ ବି ଥିଲେ। ଉଦାହରଣ ସ୍ୱରୂପ ଜିରିମିୟ, ଜିଜିକଲ, ଦାନିଏଲ, ଅବଦ୍ୟ, ଏମାନ। ବୁଝିପାରୁଛନ୍ତି? ତ ପ୍ରଭୁ ଏମାନଙ୍କୁ ଏବେ ବି କଥାବାର୍ତ୍ତା କରୁଛନ୍ତି, ଯଦି ବି ରାଜ୍ୟ ହିସାବରେ ନାହାନ୍ତି, କିନ୍ତୁ ପ୍ରଭୁ ଏମାନଙ୍କୁ କଥାବାର୍ତ୍ତା କରୁଛନ୍ତି। ଆଜ୍ଞା ବୁଝିହେଉଛି କି? ଏଇଟା ହେଉଛି ଇତିହାସ। ବୁଝିପାରିଲେ? ତେଣୁ ପ୍ରଭୁ କ'ଣ କଲେ? ଯେତିକି ଭାବବାଣୀ କହିବା ପାଇଁ କହୁଛନ୍ତି, ଭାବବାଣୀ ପ୍ରକୃତରେ ଇସ୍ରାଏଲ ମାନଙ୍କ ପାଇଁ ହୁଏ, ଭାବବାଣୀ ଆମ ପାଇଁ ହୁଏ ନାହିଁ। ବୁଝିପାରିଲେ? ଭାବବାଣୀ କାହା ପାଇଁ ହୁଏ? ଇସ୍ରାଏଲ ପାଇଁ ହୁଏ। କାହିଁକି? ଇସ୍ରାଏଲ କୋଉଠି ଅଛି? ବାବିଲୋନରେ ଅଛି, ବନ୍ଦୀ ଅବସ୍ଥାରେ ଅଛି, ନବୁକଦ ରାଜା ପାଖରେ ଅଛି। ସେ କିଏ? ବିଜାତି ରାଜା। ତେଣୁ ତାଙ୍କ ଠାରୁ ଫେରାଇ ଆଣିବାର ଯୋଜନା ହୁଏ। ଏବେ ଦାଉଦଙ୍କର ସିଂହାସନ କାହିଁକି କୁହାଯାଏ? ଦାଉଦ ବିଶ୍ୱସ୍ତ ରାଜା ଥିଲେ, ସାଉଲ ବିଶ୍ୱସ୍ତ ରାଜା ନଥିଲେ। ତେଣୁ ଦାଉଦଙ୍କର ସିଂହାସନ ବୋଲି ବାଇବଲରେ କୁହାଯାଏ। ତେଣୁ ଦାଉଦଙ୍କର ସିଂହାସନ ବା ଇସ୍ରାଏଲର ରାଜ୍ୟ ଭଗ୍ନ ଅବସ୍ଥାରେ ଅଛି। ବୁଝିପାରିଲେ? ତେଣୁ ପ୍ରତିଜ୍ଞା ମିଳେ, ଯିଏ ଆସିବେ, ଯୋଉ ରାଜା ଆସିବେ, ଦାଉଦଙ୍କ ସିଂହାସନରେ ବସିବେ। ବୁଝିହେଉଛି କି? କୋଉଠି ବସିବେ? ଖାଲି ହେଇଗଲେ କି? କୋଉଠି ବସିବେ? ଦାଉଦଙ୍କ ସିଂହାସନରେ ବସିବେ। ସେ କିଏ? ଯୀଶୁ ଖ୍ରୀଷ୍ଟ। ଯିଶାୟା 9। ଖାଲି 7 ପଢ଼ନ୍ତୁ। ତାହାଙ୍କ କର୍ତ୍ତୃତ୍ୱ ବୁଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଏଠି କ୍ଲିୟର ଭାବରେ ଲେଖା ଅଛି। ଏଇଟା ଯୀଶୁଙ୍କ ବିଷୟରେ ଲେଖା ଅଛି। 9 ପର୍ବ ଯଦି 6-7 ଦେଖିବେ, ଖାଲି ମୁଁ 7 ପଢ଼ିଲି, 6କୁ ଦେଖିଲେ, କାରଣ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଏଇଟା କିଏ? ଯୀଶୁ। କାରଣ ଆମକୁ ପୁତ୍ର ଦତ୍ତ ହୋଇ ଅଛନ୍ତି, ସେ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। କି କର୍ତ୍ତୃତ୍ୱ? ରାଜ ସିଂହାସନ ଦିଆଯିବ। ଇସ୍ରାଏଲ ଏବେ ନାହିଁ, ବୁଝିପାରିଲେ? ସେଇଟା ଦିଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତ କାଳୀନ ପିତା, ଶାନ୍ତି ରାଜା ହେବେ। କେତେ ପର୍ଯ୍ୟନ୍ତ? ଅନନ୍ତ କାଳ, ଚିରକାଳ। ଦାଉଦ ସିଂହାସନରେ। ଦାଉଦଙ୍କ ରାଜ୍ୟ କୋଉଠି ଥିଲା? ଦାଉଦଙ୍କର ସିଂହାସନ କୋଉଠି ଥିଲା? ସ୍ୱର୍ଗରେ ନା ପୃଥିବୀରେ? ତେଣୁ ଯୀଶୁ ଯେତେବେଳେ ରାଜା ହେବେ, ସ୍ୱର୍ଗରେ ନା ପୃଥିବୀରେ? ପୃଥିବୀରେ। କାହିଁକି ପୃଥିବୀ ମଧ୍ୟ ଅନନ୍ତ କାଳ? ଜାଣିବାର ଅଛି। ତାହାଙ୍କ କର୍ତ୍ତୃତ୍ୱ ସୀମା ରହିବ ନାହିଁ। ସେ ଦାଉଦଙ୍କ ସିଂହାସନରେ ବସିକି ଶାସନ କରିବେ। କୋଉଠି ବସିବେ? ତେଣୁ ଯୀଶୁ ଯେତେବେଳେ ଜନ୍ମ ହେବେ, ଦାଉଦଙ୍କ ସିଂହାସନ ବସିବେ, ଇସ୍ରାଏଲ ଲୋକମାନଙ୍କୁ ଫେରାଇ ଆଣିବେ, ଆଉ ଶାନ୍ତିର ରାଜ୍ୟ କରିବେ। ତାପରେ ବିଜାତି ମାନଙ୍କର ବିଚାର କରିବେ। ବୁଝିପାରିଲେ? ସିଷ୍ଟମ ଏମିତି ଅଛି ଭାଇ। କାହିଁକି? ମାନେ ନିଜ ଲୋକ, ସୁନ୍ନତ ଲୋକମାନେ କଥା ମାନିଛନ୍ତି। ତେଣୁ ତାଙ୍କର କଥା ଆଗ ପୂରଣ କରିବାର ଅଛି, ତାଙ୍କର ସମସ୍ୟା ଆଗ ଦୂର କରିବାର ଆବଶ୍ୟକତା ଅଛି। ବୁଝିହେଉଛି କି ଆଜ୍ଞା? ମାନେ ଆଜ୍ଞା ବୁଝିହେଉଛି କି? ତେଣୁ ଆହୁରି ଯଦି ଦେଖିବେ, ଜିରିମିୟ 31-31 କାଲି ମଧ୍ୟ କହିଥିଲି। ଦେଖ, ଆମେ ସମୟ ଆସୁଛି, ଇସ୍ରାଏଲ ଆଉ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା। ଏପରି ସମୟ ଆସୁଛି। କାହା ସହିତ ନୂତନ ନିୟମ କରିବେ? ଇସ୍ରାଏଲ ଆଉ ଜିହୁଦା ବଂଶ ସହିତ ନୂତନ ନିୟମ ସ୍ଥାପନ କରିବେ। ଅନେକ ଲୋକମାନେ କହନ୍ତି, ଆପଣମାନେ ମଧ୍ୟ କନଫ୍ୟୁଜରେ ପଡ଼ିପାରନ୍ତି, ଆମେ ନୂତନ ନିୟମରେ ଅଛି ବୋଲି ଭାବନ୍ତି। ନୂତନ ନିୟମରେ ଆମେ ନାହୁଁ। କାହିଁକି? ନୂତନ ନିୟମ ଇସ୍ରାଏଲ ଆଉ ଜିହୁଦା ପାଇଁ ଦିଆଯାଏ।
समय हेले मु कहबी आमे कोटे अछु काहे आमे के आमे होछु विजाति आमे स्वजाति नहीं এই जो राज्य स्थापन हबो जीसु आसीबे नूतन नियम देबे आगे नहीं नूतन नियम के देबो इस्राएल वंश सहित नूतन स्थापन करबा बोले लिखा है कि आने के देबो जीसु ख्रीष्ट लोक 22 आगे नहीं ए हमर रक्त रे स्थापित नूतन नियम के देबो जीसु देबे आ नूतन नियम रे के अंश हेबे इस्राएल और यहूदा जे भाग होई बुझियो ठीक है हां तेणु ସେଇଟା ଯୀଶୁ ବସବାର ଅଛି ଆଉ ସିଂହାସନ ଷ୍ଟାର୍ଟ କରିବାର ଅଛି ତେଣୁ ଯୀଶୁ ଜନ୍ମଗ୍ରହଣ କଲେ ତେଣୁ ଏଇ ଯୋଉ ରାଜ୍ୟ ଯୋଉ ଦାଉଦଙ୍କ ସିଂହାସନରେ ଯୀଶୁ ବସିବେ ସେଇ ଉପରେ ଯୋଉ ବାକ୍ୟ ପ୍ରଚାର କରାଯାଏ ତାକୁ ରାଜ୍ୟର ସୁସମାଚାର କୁହାଯାଏ ମୁଁ କହିଛି ସୁସମାଚାର ଦିଟା ଗୋଟେ ହେଉଛି ରାଜ୍ୟର ସୁସମାଚାର ଆଉ ଗୋଟେ ହେଉଛି ଅନୁଗ୍ରହ ସୁସମାଚାର ଠିକ ଅଛି तो राज्य सुसमाचार ए राज्य ऊपर स्थापन हेबारे ऊपर अछि जीसु आसबे राजा हेबे काली मु कहली समरो भाव तो सब कोइ पार नै जीसु जेतले आसले सेवा कार्य कोटे कले केहु मानन ऊपर कले यहूदी मानन ऊपर कले हां के नै सजाति मानन ऊपर कले कि नै माथि 10:5 6 विजाति मानन को निकट जाओ नै केवल इस्राएल वंश हजि जाइथिबा मेसो मान को पाखु जा এটা স্টোরি বুঝুন বাইবেল কেবে সমস্যা পড়বে না যিশুଙ୍କର সুসমাচার সেবা କାର୍ଯ୍ୟ 3 ବର୍ଷ ଥିଲା ସୀମିତ ଥିଲା କେବଳ ନିଜ ଲୋକ ପାଇଁ ଇସ୍ରାଏଲ ଲୋକ ପାଇଁ ସୁନତ ଲୋକ ମାନଙ୍କ ପାଇଁ ଥିଲା ବୁଝି ପାରୁଛନ୍ତି এটা ତ ସମସ୍ତେ ପ୍ରାୟ ଜାଣିଛନ୍ତି ହଁ କି ନାହିଁ ତେଣୁ ଯୀଶୁଙ୍କର ସେବା କାର୍ଯ୍ୟ ମଧ୍ୟ ରାଜ୍ୟର ସୁସମାଚାରରେ ଆସେ ତେଣୁ ଯୀଶୁ ମଧ୍ୟ ବ୍ୟବସ୍ଥା ଭିତ୍ତିକ କଥା କହନ୍ତି ଧନୀ ଲୋକ କଣ ବୋଲି କହିଲା ସ୍ୱର୍ଗ ରାଜ୍ୟ ଯିବ କଣ କରିବି କଣ କହିଲେ ଯୀଶୁ କିଛି ନାହିଁ ବୋଲି କହିଦେଲେ ନା କଣ व्यवस्था गुड़िक पालन करे कौन एटा ना सब कर सब विक्रय करी आसे से पर आलोचना करवा तो जीशुंकर सेवा कार्य आदि प्रेरित पर्यंत आम राज्यर सुसमाचार पाऊ कौन पाऊ राज्यर सुसमाचार पाऊ जीशु राजा होगा आसी राजा हो पारे ना मरियम को कह गला लोक 1:32-33 मरियम तुम्हें बालक जन्म कर प्रभु ताकू कौन करेंगे दाऊद सिंहासन दान करेंगे स्टोरी आकार देखुं बेस सरल रे मन हाँ कि नहीं तेणु जीशु राजा ही पारले कि इस्राएल गठन ही पारला कि जीशु को मरई दिया जीशु को मरई दिया तेणु मरला पर जीशु जब उठिले शिष्य मैंने भाविले एबे पूरा राजा है तेणु प्रेरित होकर 6 रे प्रश्न कले प्रभु एबे राजा हेबे कि बुझी पार और जमा ही पचास लिखा है एबे राजा हेबे कि जीशु कोन कहले एटा पिताଙ୍କର अधीन रे अछि तमे चिंता करो ना तेणु माथ्यू मार्क लूक जॉन प्रेरित पर्यंत राज्यर सुसमाचार हुए बा पृथ्वी रे अनंत कालीन राज्य स्थापन हबो यीशु ख्रीष्टଙ୍କ द्वारा से ऊपर प्रचार करा जाय जेहुठारे कि विजाति माने अंशी नुहति जदि विजाति माने अंशी हेबे काली मु कहिथिली से माने यहूदी मानकर रीति ग्रहण करिया पड़िबो बुझि सुनते बा पड़िबो लो फॉलो करिया पड़ो तेबे तमे सेही संयुक्त हेबो बुझि पाछंती कि बुझौछि ना नहीं आज्ञा बुझौछि तेणु एटा होछि राज्यर सुसमाचार राज्य सुसमाचार चली दिने स्थगित होला कोन होला स्थगित हो गया काहे कि अनुग्रह समय आसीबार थिला अनुग्रह समय आसिले विजाति मानकर रास्ता फिटबो तेणु माथ्यू मार्क लूक जॉन रे आमे जतिकि सुसमाचार पाइबा सेटा केवल सजाति मानक ऊपर अछि का ऊपर अछि सजाति मानक ऊपर अछि